ଝାରସୁଗୁଡ଼ାର ମରାକୋଟ ସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନାକୁ ଘେରି ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ନେଉଛି। ଇବ୍ ନଦୀରୁ କାରଖାନା ପାଇଁ ପାଣି ଉଠାଣକୁ ଅଟକାଇ ଦେଇଥିବା ଆନ୍ଦୋଳନକାରୀମାନେ ତୃତୀୟ ଦିନରେ ମଧ୍ୟ ଧାରଣା ଜାରି ରଖିଥିବାରୁ କାରଖାନାର ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହେବାର ଆଶଙ୍କା ଦେଖାଦେଇଛି। ପରିସ୍ଥିତି ଗୁରୁତର ହେବା ପରେ ପ୍ରଶାସନ ମଧ୍ୟସ୍ଥତାର କମ୍ପାନୀ କର୍ତ୍ତୃପକ୍ଷ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆଜି ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା। ବୈଠକରେ କିଛି ଦାବି ମାନିବାକୁ କମ୍ପାନୀ ସହମତ ହୋଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ପଛ ହଟିବାକୁ ସଫା ମନା କରିଦେଇଥିଲେ। ଆଲୋଚନା ପରେ 5 ଜଣ ସ୍ଥାନୀୟ ପୂର୍ବ କର୍ମଚାରୀଙ୍କୁ 24 ଘଣ୍ଟା ମଧ୍ୟରେ ସ୍ଥାୟୀ ନିଯୁକ୍ତି ଦେବାକୁ କମ୍ପାନୀ ଘୋଷଣା କରିଛି। ସେହିପରି ଆଗାମୀ 72 ଘଣ୍ଟା ମଧ୍ୟରେ ସମସ୍ତ ଦାବି ଉପରେ ସ୍ପଷ୍ଟ କାର୍ଯ୍ୟ ଯୋଜନା ଦେବାକୁ ମଧ୍ୟ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। କିନ୍ତୁ ସେପର୍ଯ୍ୟନ୍ତ ନଦୀରୁ ପାଣି ଉଠାଣ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଆନ୍ଦୋଳନକାରୀମାନେ ଅଡ଼ି ରହିଛନ୍ତି। କାରଖାନାରେ ପାଣି ସଙ୍କଟ ଗଭୀର ନେଉଥିବା ବେଳେ କମ୍ପାନୀ ମଧ୍ୟରେ ଚିନ୍ତା ବଢ଼ିଛି। ଉତ୍ପାଦନ ବନ୍ଦ ହେଲେ ଶ୍ରମିକ ଓ କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିବା ନେଇ ଆଶଙ୍କା ଜନ୍ମ ନେଇଛି। ଏବେ ସମସ୍ତଙ୍କ ନଜର ଆଗାମୀ 72 ଘଣ୍ଟା ଉପରେ ରହିଛି। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।